ଏଜ୍ରା ଅଧ୍ୟାୟ 1। ପ୍ରବାସୀମାନଙ୍କର ପ୍ରତ୍ୟାବର୍ତ୍ତନ। ଜେରେମିୟାଙ୍କ ଜରିଆରେ ପ୍ରଭୁ କଥିତ ବଚନ ଯେପରି ସାର୍ଥକ ହୁଏ, ସେଥିପାଇଁ ପାରସ୍ୟର ରାଜା ସାଇରସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ତାଙ୍କର ଅଧୀନସ୍ଥ ରାଜ୍ୟ ସାରା ଏକ ବିଜ୍ଞପ୍ତି ଘୋଷଣା କରିବା ଓ ତାହାକୁ ଲିପିବଦ୍ଧ କରି ପ୍ରଦର୍ଶିତ କରାଇବା ନିମନ୍ତେ ପାରସ୍ୟର ରାଜା ସାଇରସଙ୍କୁ ପ୍ରଭୁ ଉଦ୍ଦୀପ୍ତ କଲେ। ସେହି ବିଜ୍ଞପ୍ତି ଏହା ପାରସ୍ୟର ରାଜା ସାଇରସ କହନ୍ତି, ପ୍ରଭୁ ଆକାଶମଣ୍ଡଳର ଈଶ୍ୱର ଭୂପୃଷ୍ଠସ୍ଥିତ ସମସ୍ତ ରାଜ୍ୟକୁ ମୋର ହସ୍ତରେ ସମର୍ପଣ କରିଅଛନ୍ତି। ଜୁଦାରେ ଥିବା ଜେରୁସାଲେମରେ ତାହାଙ୍କର ନାମ ଉଦ୍ଦେଶ୍ୟରେ ଗୋଟିଏ ଆଳୟ ନିର୍ମାଣ କରିବା ପାଇଁ ସେ ମୋତେ ଆଦେଶ ଦେଇଅଛନ୍ତି। ତାହାଙ୍କ ସ୍ୱଜନମାନଙ୍କ ମଧ୍ୟରୁ କେହି ଯଦି ତୁମମାନଙ୍କ ମଧ୍ୟରେ ବାସ କରୁଛି, ତେବେ ଈଶ୍ୱର ତାର ସହବର୍ତ୍ତୀ ହୁଅନ୍ତୁ। ସେ ଜୁଦାରେ ଥିବା ଜେରୁସାଲେମକୁ ଯାତ୍ରା କରି ପ୍ରଭୁ ଇସ୍ରାଏଲ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସେଠାରେ ଏକ ଆଳୟ ନିର୍ମାଣ କରୁ। ଯେ ଜେରୁସାଲେମରେ ଅବସ୍ଥାନ କରନ୍ତି, ସେ ଈଶ୍ୱର ସେମାନଙ୍କ ମଧ୍ୟରୁ ଅବଶିଷ୍ଟ ଜନତା ଯେଉଁଠାରେ ମଧ୍ୟ ପ୍ରବାସ ଜୀବନଯାପନ କରୁଥାନ୍ତୁ ନା କାହିଁକି, ସେମାନଙ୍କ ଦେଶବାସୀମାନେ ଜେରୁସାଲେମରେ ନିର୍ମିତ ହେଉଥିବା ଈଶ୍ୱରଙ୍କ ଆଳୟ ପାଇଁ ସ୍ୱେଚ୍ଛା ଉପହାରପଣ ବ୍ୟତୀତ ରୌପ୍ୟ, ସ୍ୱର୍ଣ୍ଣ, ଅନ୍ୟାନ୍ୟ ବସ୍ତୁ ତଥା ପଶୁମାନଙ୍କୁ ପ୍ରଦାନ କରି ସେମାନଙ୍କର ସହାୟ ହୁଅନ୍ତୁ। ସେ ସମୟରେ ଜୁଦା ଓ ବେଞ୍ଜାମିନ ଗୋଷ୍ଠୀର ସମସ୍ତ ପିତୃକୁଳପତି, ଯାଜକ ତଥା ଲେବୀୟ ପ୍ରଭୃତି ଈଶ୍ୱରଙ୍କ ଦ୍ୱାରା ଉଦ୍ଦୀପ୍ତ ସମସ୍ତ ବ୍ୟକ୍ତି ଜେରୁସାଲେମରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆଳୟ ନିର୍ମାଣ କରିବା ପାଇଁ ଯାତ୍ରା କଲେ। ସେମାନେ ବାସ କରିଥିବା ସ୍ଥାନମାନଙ୍କରେ ଲୋକେ ସ୍ୱେଚ୍ଛା ଉପହାର ଅର୍ପଣ ବ୍ୟତୀତ ରୌପ୍ୟ ପାତ୍ର, ସ୍ୱର୍ଣ୍ଣ, ଅନ୍ୟାନ୍ୟ ବସ୍ତୁ, ପଶୁଗୁଡ଼ିକ ଓ ବହୁମୂଲ୍ୟ ବସ୍ତୁ ଦ୍ରବ୍ୟ ଆଦିକୁ ଅର୍ପଣ କରି ସେମାନଙ୍କର ସହାୟ ହେଲେ। ଜେରୁସାଲେମରେ ପ୍ରଭୁଙ୍କ ଆଳୟରୁ ନେଇଯାଇ ନେବୁକଦନେଜର ନିଜ ଦେବମାନଙ୍କ ମନ୍ଦିରଗୁଡ଼ିକରେ ସଞ୍ଚୟ କରି ରଖିଥିବା ପାତ୍ରଗୁଡ଼ିକୁ ରାଜା ସାଇରସ ବାହାରକୁ ଘେନି ଆସିଲେ। ରାଜା ସାଇରସ ସେ ସମସ୍ତଙ୍କୁ ଭଣ୍ଡାର ରକ୍ଷକ ମିଥ୍ରେଦାତ ହସ୍ତରେ ସମର୍ପଣ କଲେ ଓ ସେ ଜୁଦାର ଶାସକ ଶେଷବାତ୍ସାରଙ୍କୁ ତାହା ଗଣନା କରି ପ୍ରଦାନ କଲେ। ସେ ସମସ୍ତର ସଂଖ୍ୟା ବିବରଣୀ ଏହା: ସ୍ୱର୍ଣ୍ଣ ନିର୍ମିତ 1000 ଗାମଲା, ରୌପ୍ୟ ନିର୍ମିତ 1000 ଗାମଲା, 29 ଧୂପ କଳସ, ସ୍ୱର୍ଣ୍ଣ ନିର୍ମିତ 30ଟି ପାତ୍ର, ରୌପ୍ୟ ନିର୍ମିତ 2410ଟି ପାତ୍ର ଓ 1000 ଅନ୍ୟ ପାତ୍ର। ସର୍ବମୋଟ ସ୍ୱର୍ଣ୍ଣ ତଥା ରୌପ୍ୟ ନିର୍ମିତ ପାତ୍ରଗୁଡ଼ିକର ସଂଖ୍ୟା 5469ଟି ଥିଲା। ପ୍ରବାସୀମାନଙ୍କୁ ବାବିଲୋନକୁ ଜେରୁସାଲେମକୁ ଘେନି ଆସିବା ସମୟରେ ଶେଷବାସର ଏ ସମସ୍ତ ପାତ୍ର ମଧ୍ୟ ସଙ୍ଗରେ ନେଇ ଆସିଲେ। ଏଜ୍ରା ଅଧ୍ୟାୟ 2। ପ୍ରତ୍ୟାବର୍ତ୍ତ ପ୍ରବାସୀମାନଙ୍କର ନାମ ବିବରଣୀ। ବାବିଲୋନର ରାଜା ନେବୁକଦନେଜର ବନ୍ଦୀ କରି ବାବିଲୋନକୁ ନେଇ ଆସିଥିବା ଜନତା ମଧ୍ୟରୁ ପ୍ରବାସ ଜୀବନ ସମାପ୍ତ ହେଲା ପରେ ଜୁଦା ଓ ଜେରୁସାଲେମରୁ ଫେରି ଆସିଥିବା ବ୍ୟକ୍ତିମାନଙ୍କ ନାମ ବିବରଣୀ ଏହା ଥିଲା। ସେମାନେ ପ୍ରତ୍ୟେକ ନିଜ ନିଜର ନଗରୀରୁ ଫେରି ଆସିଲେ। ସେରୁବାବେଲ, ଯୋଶୁଆ, ନେହାମିଆ, ସେରାଇୟା, ରେଲାଇୟା, ମୋର୍ଦକାଇ, ବିଲଶାନ, ମିଶାଫାର, ବିଗବାଇ, ରେହୁମ ଓ ବାନା ସହ ସେମାନେ ଆସିଲେ। ସେହି ଇସ୍ରାଏଲୀମାନଙ୍କର ସଂଖ୍ୟା ବିବରଣୀ ଏହା: ପାରସର ପୁତ୍ରମାନେ 2172 ଜଣ, ସେଫତିୟାର ପୁତ୍ରମାନେ 372 ଜଣ, ଆରାହର ପୁତ୍ରମାନେ 775 ଜଣ, ପାହାତ ମୋଆବ ଅର୍ଥାତ୍ ଯୋଶୁଆ ଓ ଯୋଆବଙ୍କ ପୁତ୍ରମାନେ 2812 ଜଣ, ଏଲାମର ପୁତ୍ରମାନେ 1254 ଜଣ,
ସାଥୁଅର ପୁତ୍ରମାନେ 945 ଜଣ, ଶାଖାଇର ପୁତ୍ରମାନେ 760 ଜଣ, ବାନିର ପୁତ୍ରମାନେ 642 ଜଣ, ବେବାଇର ପୁତ୍ରମାନେ 623 ଜଣ, ଆସଗାଦର ପୁତ୍ରମାନେ 1222 ଜଣ, ଆଦୋନିକାମର ପୁତ୍ରମାନେ 666 ଜଣ, ଦିଗ୍ବାଇର ପୁତ୍ରମାନେ 2056 ଜଣ, ଆଦିନନର ପୁତ୍ରମାନେ 454 ଜଣ, ଆଥେର ଅର୍ଥାତ୍ ହେଜିକିୟାର ପୁତ୍ରମାନେ 98 ଜଣ, ବେସାୟାର ପୁତ୍ରମାନେ 323 ଜଣ, ଜରାହର ପୁତ୍ରମାନେ 112 ଜଣ, ହାସୁମର ପୁତ୍ରମାନେ 223 ଜଣ, ଗିବାରର ପୁତ୍ରମାନେ 95 ଜଣ, ବେଥଲେହେମର ପୁତ୍ରମାନେ 123 ଜଣ, ନେଥେପାହର ଲୋକ 56 ଜଣ, ଅନାଥେତର ଲୋକ 128 ଜଣ, ଆସମାଥେବେର ପୁତ୍ରମାନେ 42 ଜଣ, କିରିୟାଥିରିମ, କେଫାରି ଓ ବେୟାରଥଙ୍କ ପୁତ୍ରମାନେ 743 ଜଣ, ରାମା ଓ ଗେବାଙ୍କ ପୁତ୍ରମାନେ 621 ଜଣ, ମିକମାସର ଲୋକେ 122 ଜଣ, ବେଥେଲ ଓ ଆଇର ଲୋକେ 223 ଜଣ, ନେବୋର ପୁତ୍ରମାନେ 52 ଜଣ, ମାଗବିସର ପୁତ୍ରମାନେ 156 ଜଣ, ଅନ୍ୟ ଜଣେ ଲାମର ପୁତ୍ରମାନେ 1254 ଜଣ, ହାରିମର ପୁତ୍ରମାନେ 320 ଜଣ, ଲଦ, ହାଦିଦ ଓ ଅନଙ୍କ ପୁତ୍ରମାନେ 725 ଜଣ, ଜେରିଖର ପୁତ୍ରମାନେ 345 ଜଣ, ସେନାହର ପୁତ୍ରମାନେ 3630 ଜଣ। ଯାଜକମାନଙ୍କ ନାମ ବିବରଣୀ ଏହା। ଯୋଶୁଆଙ୍କ ପରିବାର ବର୍ଗଜ ଜେଦାଇଆର ପୁତ୍ରମାନେ 973 ଜଣ, ଇମେମର ପୁତ୍ରମାନେ 1052 ଜଣ, ଶାଶୁରର ପୁତ୍ରମାନେ 1247 ଜଣ ଓ ହାରିମର ପୁତ୍ରମାନେ 1017 ଜଣ। ଲେବୀୟମାନଙ୍କ ନାମ ବିବରଣୀ। ହଦାବିୟାର ପୁତ୍ରଦ୍ୱୟ ଯୋଶୁଆ ଓ କାଦମିଏଲଙ୍କ ପୁତ୍ରମାନେ 74 ଜଣ। ଗାୟକମାନଙ୍କ ନାମ ବିବରଣୀ ଏହା। ଆସଫର ପୁତ୍ରମାନେ 128 ଜଣ। ଦ୍ୱାରରକ୍ଷୀମାନଙ୍କ ପୁତ୍ରଗଣ ଶାଲମ, ଆଥେର, ତାଲମନ, ଆକୁବ, ହାତିତା ଓ ସେବାଇଙ୍କ ପୁତ୍ରମାନେ ସର୍ବମୋଟ 139 ଜଣ। ଦେବାଳୟ ସେବକମାନଙ୍କ ନାମ ବିବରଣୀ ଏହା। ସିହା, ହାସୁଫା, ତାବୋତ, କେରସ, ସିଆହା, ପାଦନ, ଲେବାନା, ହାଗାବା, ଆକୁବ, ହାଗାବ, ସାମଲାଇ, ହାନାନ, ଗିଦେଲ, ଗାହାର, ରେୟାଇୟା, ରେସିନ, ନେକାଅଦ, ଗାସାମ, ଉଷା, ପାସେୟା, ବେସାଇ, ଆସନ, ମେଉନିମ, ନେଫିସିମ, ବାକବୁକ, ହୁକୁଫା, ହାରହୁର, ବାସଲୁତ, ମିହିଦା, ହାର୍ସା, ବାରକୋସ, ସିସେରା, ତେମା, ନେସିଆ, ହାତିଫା ପ୍ରଭୃତି ବ୍ୟକ୍ତିମାନଙ୍କର ପୁତ୍ରଗଣ। ସଲୋମନଙ୍କ ଭୃତ୍ୟମାନଙ୍କର ସନ୍ତାନଗଣ ସତାଇ, ହାସଫେରେତ, ପେରୁଦା, ଜାଲା, ଦୋରକନ, ଗିଦେଲ, ସେଫାତିଆ, ହାତିଲ, ପାଖେରେତ, ହାସବାଇମ, ଆମି ପ୍ରଭୃତି ବ୍ୟକ୍ତିମାନଙ୍କର ପୁତ୍ରଗଣ। ଦେବାଳୟର ସେବକଗଣ ଓ ସଲୋମନଙ୍କ ଭୃତ୍ୟମାନଙ୍କ ପୁତ୍ରମାନଙ୍କର ସର୍ବମୋଟ ସଂଖ୍ୟା 392 ଜଣ। ଯେଉଁମାନେ ତେଲମେଲା, ତେଲହାର୍ସ, କେରୁବ, ଆଦାନ, ଇମେବ ପ୍ରଭୃତି ସ୍ଥାନମାନଙ୍କ ଠାରୁ ଆସିଲେ, ସେମାନେ ନିଜର ପିତୃକୁଳ କିମ୍ବା ସ୍ୱୟଂ ସେମାନେ ଇସ୍ରାଏଲୀୟ ବଂଶଜ କି ନୁହେଁ
ଏହା ସେମାନେ ପ୍ରମାଣ କରିପାରିନଥିଲେ। ସେମାନଙ୍କର ନାମ ବିବରଣୀ ଦେଲାଇୟା, ତୋବିୟା, ନେକୋଦା ପ୍ରଭୃତି ବ୍ୟକ୍ତିମାନଙ୍କର ପୁତ୍ରମାନେ 652 ଜଣ। ଏ ସମସ୍ତଙ୍କ ବ୍ୟତୀତ ଯାଜକମାନଙ୍କ ପୁତ୍ରମାନଙ୍କ ମଧ୍ୟରୁ ହାବାଇୟା, ହାକୋର୍ସ, ବାରସିଲାଇ ପ୍ରଭୃତିମାନଙ୍କର ପୁତ୍ରଗଣ। ଏହି ବାରସିଲାଇ ଗିଲେୟାଦୀୟ ବାରସିଲାଇର କନ୍ୟାମାନଙ୍କ ମଧ୍ୟରୁ ଜଣେ ନାରୀକୁ ବିବାହ କରିଥିବା ହେତୁ ତାହାର ନାମ ଅନୁସାରେ ନାମିତ ହେଲା। ଏମାନେ ବଂଶାବଳୀ ଅନୁସାରେ ତାଲିକାଭୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ନିଜ ନିଜକୁ ମଧ୍ୟ ତାଲିକାଭୁକ୍ତ କରିବା ପାଇଁ ଉଦ୍ୟତ ହେଲେ, କିନ୍ତୁ ସେମାନଙ୍କର ନାମ ସେହି ତାଲିକାରେ ଦେଖା ନ ଯିବାରୁ ସେମାନେ ଅଶୁଦ୍ଧ ସଦୃଶ ବିବେଚିତ ହୋଇ ଯାଜକୀୟ ପଦବୀଚ୍ୟୁତ ହେଲେ। ତହୁଁ ଦେଶାଧିପତି ସେମାନଙ୍କୁ କହିଲେ ଯେ ଉରିମ୍ ତଥା ତୁମିମ୍ ମାଧ୍ୟମରେ ସେମାନଙ୍କର ଉପରିସ୍ଥ ସମ୍ବନ୍ଧରେ ସନ୍ଧାନ କରିବା ପାଇଁ ଜଣେ ଯାଜକ ଆବିର୍ଭୂତ ହେବା ପର୍ଯ୍ୟନ୍ତ ସେମାନେ ପବିତ୍ରତମ ଆହାର ଭକ୍ଷଣ କରିପାରିବେ ନାହିଁ। ଏହିପରି ସେମାନଙ୍କର 7337 ଦାସ ଦାସୀମାନଙ୍କ ବ୍ୟତୀତ ସମସ୍ତ ଜନମଣ୍ଡଳୀ ସର୍ବମୋଟ 42,360 ଜଣ ଥିଲେ। ସେମାନଙ୍କର 200 ପୁରୁଷ ତଥା ନାରୀର ଗାୟକ ମଧ୍ୟ ଥିଲେ। ସେମାନଙ୍କର 736 ଘଟକ, 245 ଖଚର, 435 ଅଟ ଓ 6,720 ଗଧ ମଧ୍ୟ ଥିଲେ। ଜେରୁସାଲେମସ୍ଥ ପ୍ରଭୁଙ୍କ ଆଳୟକୁ ଆସିଥିବା କେତେକ ପିତୃକୁଳପତିମାନେ ଯଥାସ୍ଥାନରେ ଈଶ୍ୱରଙ୍କ ଆଳୟକୁ ନିର୍ମାଣ କରିବା ପାଇଁ ସ୍ୱେଚ୍ଛାମୂଳକ ଉପହାରଗୁଡ଼ିକ ଅର୍ପଣ କଲେ। ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ସେହି ଆଳୟର ନିର୍ମାଣ ପାଇଁ ସେମାନେ 61,000 ଦାରିକ୍ ସ୍ୱର୍ଣ୍ଣ, 5,000 ମିନା ରୌପ୍ୟ ଓ 100 ଯାଜକୀୟ ବସ୍ତ୍ରକୁ ଭଣ୍ଡାର ଘରେ ସେମାନେ ଅର୍ପଣ କଲେ। ଯାଜକଗଣ, ଲେବୀୟମାନେ କେତେକ ଜନତା ଜେରୁସାଲେମ ତଥା ତାହାର ପରିସରରେ ବାସ କଲେ। ଗାୟକ, ଦ୍ୱାରରକ୍ଷୀ, ଦେବାଳୟ ସେବକ ବୃନ୍ଦ ଓ ଅନ୍ୟ ସମସ୍ତ ଇସ୍ରାଏଲୀୟମାନେ ସେମାନଙ୍କର ନଗରୀଗୁଡ଼ିକରେ ବାସ କଲେ। ଏଜ୍ରା ଅଧ୍ୟାୟ 3। ନୈବେଦ୍ୟ ଉତ୍ସର୍ଗର ପୁନରାରମ୍ଭ। ସପ୍ତମ ମାସ ଉପସ୍ଥିତ ହେଲା ଓ ବିଭିନ୍ନ ନଗରୀବାସୀ ଇସ୍ରାଏଲୀୟମାନେ ଏକ ବ୍ୟକ୍ତି ସଦୃଶ ଜେରୁସାଲେମରେ ଏକତ୍ରିତ ହେଲେ। ଜେସାଦକର ପୁତ୍ର ଯୋଶୁଆ ତାଙ୍କର ସହ ଯାଜକଗଣ, ସେୟାଲେଥିଏଲଙ୍କ ପୁତ୍ର ସେରୁବାବେଲ ତାଙ୍କର ଆତ୍ମୀୟ ଲୋକେ, ଦିବ୍ୟ ପୁରୁଷଙ୍କ ମୋଶେସଙ୍କ ବିଧାନ ଗ୍ରନ୍ଥରେ ଉଲ୍ଲେଖିତ ଥିବା ଅନୁସାରେ ହୋମବଳି ଉତ୍ସର୍ଗ କରିବା ପାଇଁ ଇସ୍ରାଏଲଙ୍କ ଈଶ୍ୱରଙ୍କ ଏକ ବଳିପୀଠ ସ୍ଥାପନ କଲେ। ଦେଶବାସୀ ଲୋକମାନଙ୍କ ଭୟରେ ବଳିପୀଠକୁ ତାହାର ପୁନଃସ୍ଥାନରେ ନିର୍ମାଣ କରି ସେମାନେ ତାହା ଉପରେ ପ୍ରାତଃ ତଥା ସାୟଂକାଳରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କଲେ। ସେମାନେ ବିଧାନରେ ଉଲ୍ଲେଖିତ ଥିବା ଅନୁଯାୟୀ ଶିବିର ବାସ ମହୋତ୍ସବ ପାଳନ କଲେ। ଅଧ୍ୟାଦେଶ ଅନୁସାରେ ଦୈନନ୍ଦିନ ହୋମବଳି ତାହାର ସଂଖ୍ୟା ଅନୁସାରେ ଉତ୍ସର୍ଗ କଲେ। ଏହାପରେ ସେମାନେ ନିରନ୍ତର ହୋମବଳି, ଅମାବାସ୍ୟା ତଥା ପ୍ରଭୁଙ୍କର ନିର୍ଦ୍ଦିଷ୍ଟ ମହୋତ୍ସବ ସମୂହର ଦିନମାନଙ୍କ ପାଇଁ ନିରୂପିତ ହୋମବଳି ଏବଂ ଯେଉଁମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାମୂଳକ ଭାବେ ନୈବେଦ୍ୟ ଅର୍ପଣ କରିବାକୁ ଆଶା ପୋଷଣ କରିଥିଲେ ସେ ସମସ୍ତ ଉତ୍ସର୍ଗ କଲେ। ସପ୍ତମ ମାସର ପ୍ରଥମ ଦିନଠାରୁ ସେମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଆରମ୍ଭ କଲେ। କିନ୍ତୁ ପ୍ରଭୁଙ୍କ ଆଳୟର ନିର୍ମାଣ ପାଇଁ ଭିତ୍ତିମୂଳ ଅତ୍ୟାବଧି ସଂସ୍ଥାପିତ ହୋଇନଥିଲା। ଦେବାଳୟ ନିର୍ମାଣର ଆରମ୍ଭ। ପାରସ୍ୟର ରାଜା ସାଇରସଙ୍କ ଠାରୁ ପ୍ରାପ୍ତ ଅନୁମତି ମୁତାବକ ସେମାନେ ରାଜମିସ୍ତ୍ରୀ ତଥା ବଢ଼େଇମାନଙ୍କୁ ଅର୍ଥ ଓ ଲେବାନନ ଠାରୁ ସମୁଦ୍ର ଦେଇ ଜପପା ପର୍ଯ୍ୟନ୍ତ ଦେବଦାରୁ କାଠ ଆଣିବା ପାଇଁ ସିଦୋନୀୟ ଓ ତିରୀୟମାନଙ୍କୁ ଖାଦ୍ୟ ତଥା ପାନୀୟ ଦାନ କଲେ। ଜେରୁସାଲେମସ୍ଥ
ଈଶ୍ୱରଙ୍କ ଆଳୟକୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପରବର୍ତ୍ତୀ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସରେ ଯାଜକ ତଥା ଲେବୀୟଗଣ ଏବଂ ପ୍ରବାସ ଜୀବନ ପରେ ଜେରୁସାଲେମକୁ ଫେରି ଆସିଥିବା ସେମାନଙ୍କ ଅନ୍ୟ ସମସ୍ତ ଭ୍ରାତାମାନଙ୍କ ସମେତ ସିଆଲଥିଏଲଙ୍କ ପୁତ୍ର ସେରୁବାବେଲ ଓ ଜୋସାଦକଙ୍କ ପୁତ୍ର ଯୋଶୁଆ ଦେବାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। 20 ତଥା ତତ୍ତ୍ୱାଧିକ ବର୍ଷ ବୟସ୍କ ଲେବୀୟମାନଙ୍କୁ ସେମାନେ ଦେବାଳୟ ନିର୍ମାଣର ତତ୍ତ୍ୱାବଧାରକ ରୂପେ ନିୟୋଜିତ କଲେ। ଯୋଶୁଆ ତାଙ୍କର ପୁତ୍ରଗଣ ତଥା ଆତ୍ମୀୟ ଲୋକେ ଜୁଦାର ପୁତ୍ରଗଣ କାଦମିଏଲ ଓ ତାର ପୁତ୍ରଗଣ ହେନ୍ଦାଦର ପୁତ୍ରଗଣ ଲେବୀୟ ବୃନ୍ଦ ଓ ସେମାନଙ୍କ ପୁତ୍ରଗଣ ତଥା ଆତ୍ମୀୟ ଲୋକେ ସମ୍ମିଳିତ ଭାବେ ଈଶ୍ୱରଙ୍କ ଆଳୟର ନିର୍ମାଣ ପାଇଁ କାରିଗରମାନଙ୍କ ତତ୍ତ୍ୱାବଧାର ଦାୟିତ୍ୱ ଗ୍ରହଣ କଲେ। ନିର୍ମାଣକାରୀମାନେ ଦେବାଳୟର ଭିତ୍ତିମୂଳ ସ୍ଥାପନ କଲାବେଳେ ଇସ୍ରାଏଲର ରାଜା ଦାବିଦଙ୍କ ଆଦେଶ ଅନୁଯାୟୀ ଶୁଦ୍ଧ ବସ୍ତ୍ର ପରିହିତ ଯାଜକମାନେ ଭେରି ଓ ଆସାଫର ପୁତ୍ର ଲେବୀୟମାନେ ମଦିରା ଧରି ପ୍ରଭୁଙ୍କ ପ୍ରଶଂସା ଗାନ କଲେ। ସେମାନେ ପ୍ରତି ଉତ୍ତରମୂଳକ ଭାବେ ପ୍ରଭୁଙ୍କ ପ୍ରତି ପ୍ରଶଂସା ତଥା କୃତଜ୍ଞାତ୍ମକ ଗାନ କରି କହିଲେ, ସେ ମହା ଉତ୍ତମ ଅଟନ୍ତି। ଇସ୍ରାଏଲ ପାଇଁ ତାହାଙ୍କର ନିରନ୍ତର କରୁଣା ଯୁଗ ଯୁଗାନ୍ତ ବ୍ୟାପୀ ସ୍ଥାୟୀ ରହେ। ପ୍ରଭୁଙ୍କ ଆଳୟର ଭିତ୍ତିମୂଳ ସ୍ଥାପିତ ହେବା ଯୋଗୁଁ ସମସ୍ତ ଜନତା ଉଚ୍ଚ ସ୍ୱରରେ ଚିତ୍କାର କରି ପ୍ରଭୁଙ୍କ ସ୍ତୁତି ଗାନ କଲେ। ଯଦିଓ ସଂଖ୍ୟାଧିକ ଲୋକ ଆହ୍ଲାଦିତ ହୋଇ ଚିତ୍କାର କରିଥିଲେ, ତଥାପି ପ୍ରଥମ ଦେବାଳୟର ଦର୍ଶନ ଲାଭ କରିଥିବା ଯାଜକ ଲେବୀ ଓ ପିତୃକୁଳପତି ବୃଦ୍ଧ ଲୋକେ ପ୍ରଭୁଙ୍କ ଆଳୟର ଭିତ୍ତିମୂଳ ସ୍ଥାପିତ ହେଉଥିବା ଦେଖି ଉଚ୍ଚ ସ୍ୱରରେ ବିଳାପ କଲେ। ଫଳତଃ ଲୋକମାନଙ୍କର ବିଳାପ ଶବ୍ଦଠାରୁ ଆନନ୍ଦପୂର୍ଣ୍ଣ ଚିତ୍କାର ରବକୁ ଜନତା ଜାଣିପାରିଲେ ନାହିଁ, କାରଣ ଜନତା ଉଚ୍ଚ ସ୍ୱରରେ ଚିତ୍କାର କରିଥିବା ଯୋଗୁଁ ସେମାନଙ୍କ ଶବ୍ଦ ସୁଦୂରକୁ ଶୁଣାଯାଉଥିଲା। ଏଜ୍ରା ଅଧ୍ୟାୟ 4। ଦେବାଳୟର ନିର୍ମାଣରେ ବିରୋଧ। ଜୁଦା ଓ ବେଞ୍ଜାମିନର ବିରୋଧୀମାନେ ଯେତେବେଳେ ଶୁଣିବାକୁ ପାଇଲେ ଯେ ପ୍ରତ୍ୟାବର୍ତ୍ତିତ ପ୍ରବାସୀମାନେ ପ୍ରଭୁ ଇସ୍ରାଏଲର ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋଟିଏ ଦେବାଳୟ ନିର୍ମାଣ କରୁଛନ୍ତି, ସେତେବେଳେ ସେମାନେ ସେରୁବାବେଲ ଓ ପିତୃକୁଳପତିମାନଙ୍କ ନିକଟକୁ ଯାଇ କହିଲେ, ତୁମ୍ଭମାନଙ୍କ ସହିତ ନିର୍ମାଣ କାର୍ଯ୍ୟ କରିବାକୁ ଆମକୁ ଅନୁମତି ଦିଅ, କାରଣ ତୁମ ସଦୃଶ ଆମ୍ଭେମାନେ ତୁମ ଈଶ୍ୱରଙ୍କ ଆରାଧକ ଅଟୁ। ଓ ଆସିରିଆର ରାଜା ଏସାର ହାଦନ ଆମକୁ ଏଠାକୁ ନେଇ ଆସି ବାସ କରାଇଥିବା ଦିନଠାରୁ ଆମେ ତାହାଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିଅଛୁ। କିନ୍ତୁ ସେରୁବାବେଲ ଯୋଶୁଆ ଓ ଅନ୍ୟ ସମସ୍ତ ପିତୃକୁଳପତିମାନେ ଉତ୍ତରରେ ସେମାନଙ୍କୁ କହିଲେ, ଆମ ଈଶ୍ୱରଙ୍କ ପ୍ରତି ଗୋଟିଏ ଆଳୟ ନିର୍ମାଣ କରିବା କାର୍ଯ୍ୟରେ ଆମ ସହ ତୁମର କିଛି ଯାଏ ଆସି ନାହିଁ। ପାରସ୍ୟର ରାଜା ସାଇରସଙ୍କ ଆଦେଶ ମୁତାବକ ପ୍ରଭୁ ଇସ୍ରାଏଲର ଈଶ୍ୱରଙ୍କ ପ୍ରତି ଗୋଟିଏ ଆଳୟ କେବଳ ଆମେ ନିର୍ମାଣ କରିବୁ। ତହୁଁ ଆଳୟ ନିର୍ମାଣ କରିବା କାର୍ଯ୍ୟରୁ ଦେଶବାସୀ ସମସ୍ତେ ଜୁଦା ଗୋଷ୍ଠୀର ଲୋକଙ୍କୁ ନିରୁତ୍ସାହିତ କରିବାକୁ ଓ ଧମକ ଦେବାକୁ ଲାଗିଲେ। ସେମାନଙ୍କୁ ନିଜ ଲକ୍ଷ୍ୟରୁ ବିଚ୍ୟୁତ କରିବା ଦିଗରେ ପାରସ୍ୟର ରାଜା ସାଇରସଙ୍କ କାଳଠାରୁ ହାରିଏସଙ୍କ ରାଜତ୍ୱ ପର୍ଯ୍ୟନ୍ତ ସେମାନେ ବିରୋଧରେ ଉପଦେଶମାନଙ୍କୁ ସେମାନେ ଭଡ଼ା କଲେ। ଆହାଶ୍ୱେରୋସଙ୍କ ରାଜତ୍ୱର ପ୍ରାରମ୍ଭରେ ସେମାନେ ଜୁଦା ଓ ଜେରୁସାଲେମ ବାସୀମାନଙ୍କ ବିରୁଦ୍ଧରେ ଏକ ଅଭିଯୋଗ ପତ୍ର ଲେଖିଲେ। ଆର୍ତାକ ଶେର୍ଷଙ୍କ ରାଜତ୍ୱରେ ବିସ୍ଲାମ ମିଥ୍ରେ ଦାଥ ତାବେଲ ଓ ସେମାନଙ୍କର ସହବର୍ତ୍ତୀମାନେ ରାଜାଙ୍କ ପାଖକୁ ପତ୍ର ଲେଖିଲେ। ପତ୍ରଟି ଆରାମାଇକ ଲିପି ତଥା ଭାଷାରେ ରଚିତ ହୋଇଥିଲା। ସେନାପତି ରେହୁମ ଓ ଅଭିଲେଖକ ସିମସାଇ ରାଜା ଆର୍ତ୍ତକେଶଙ୍କ ନିକଟକୁ ଜେରୁସାଲେମ ବିରୁଦ୍ଧରେ ପତ୍ରଟିଏ ଲେଖିଲେ। ସେନାପତି ରେହୁମ ଅଭିଲେଖକ ସିମସାଇ ସେମାନଙ୍କର ସହଗାମୀ ବିଚାରପତିଗଣ ଦେଶାଧିପତିବୃନ୍ଦ କର୍ମଚାରୀଗଣ ପାରସ୍ୟର ଲୋକ ଏରକ ତଥା ବାବିଲନବାସୀ ଏଲାମିୟ ନାମରେ ପରିଚିତ
ସୁସାବାସୀ ମହାନ ଓ ଶ୍ରେଷ୍ଠ ସ୍ନେପପାରଙ୍କ ଦ୍ୱାରା ବିତାଡ଼ିତ ହୋଇ ସାମାରିଆର ନଗରୀ ସମୂହ ତଥା ନଦୀର ଆପର ପାର୍ଶ୍ୱସ୍ଥ ଅଞ୍ଚଳବାସୀ ଅନ୍ୟ ସମସ୍ତ ଲୋକେ ଏହି ପତ୍ରଟି ଲେଖିଲେ। ସେମାନଙ୍କ ଦ୍ୱାରା ପ୍ରେରିତ ସେହି ପତ୍ରର ଏକ ନକଲ ଏହା। ରାଜା ଆର୍ତ୍ତକ ସେର୍ସସଙ୍କୁ ନଦୀର ଅପର ପାର୍ଶ୍ୱସ୍ଥିତ ଅଞ୍ଚଳବାସୀ ତଥା ତୁମର ଦାସଗଣ ଶୁଭେଚ୍ଛା ଜଣାନ୍ତି। ତୁମ ସମୀପରୁ ଆଗତ ଯିହୁଦୀମାନେ ଜେରୁସାଲେମକୁ ଆସିଅଛନ୍ତି। ଆମେ ଏହା ରାଜାଙ୍କୁ ଜଣାଉଛୁ। ସେମାନେ ବର୍ତ୍ତମାନ ସେହି ବିଦ୍ରୋହୀ ତଥା ଦୁଷ୍ଟ ନଗରୀକୁ ପୁନର୍ନିର୍ମାଣ କରୁଛନ୍ତି। ସେମାନେ ତାହାର ପ୍ରାଚୀର ନିର୍ମାଣ କରି ସାରିଛନ୍ତି ଓ ଭିତ୍ତିମୂଳର ମରାମତି କରିଛନ୍ତି। ଏହି ନଗରୀଟି ପୁନର୍ନିର୍ମିତ ହୋଇ ତାହାର ପ୍ରାଚୀର କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ସେମାନେ ଭେଟି କର କିମ୍ବା ଶୁଳକ ଦେବେ ନାହିଁ ଏବଂ ଫଳରେ ରାଜକୀୟ ଆୟ କ୍ଷୟପ୍ରାପ୍ତ ହେବ ବୋଲି ରାଜା ଜାଣି ରଖନ୍ତୁ। ରାଜାଙ୍କ ପ୍ରତି ଅଶ୍ରଦ୍ଧା ଦେଖାଇବା କାର୍ଯ୍ୟ ରାଜପ୍ରସାଦର ଲବଣ ଭୋଜନକାରୀ ଆମ ପକ୍ଷରେ ଉଚିତ ନଥିବା ଯୋଗୁଁ ଆମେ ପତ୍ର ପଠାଇ ରାଜାଙ୍କୁ ଏହି ସମ୍ବାଦ ଜଣାଉଛୁ। ତୁମ ପିତୃପୁରୁଷମାନଙ୍କ ଦଲିଲରେ ଅନୁସନ୍ଧାନ କରାଗଲେ ସେହି ଦଲିଲରେ ଏହା ଲିପିବଦ୍ଧ ହୋଇଥିବା ତୁମେ ଦେଖିବାକୁ ପାଇବ ଯେ ଏହି ନଗରୀ ବିଦ୍ରୋହୀ ଥିଲା। ରାଜା ଓ ଦେଶମାନଙ୍କରେ ଉପଦ୍ରବକାରୀ ହୋଇଥିଲା। ତନ୍ମଧ୍ୟରେ ପୁରାତନ କାଳରୁ ରାଜଦ୍ରୋହ ଉଦ୍ଭବ ହୋଇଥିଲା। ଏହି ନଗରୀ ବିଧ୍ୱସ୍ତ ହେବାର କାରଣ ମଧ୍ୟ ଏହା ଥିଲା। ଆମ୍ଭେମାନେ ରାଜାଙ୍କୁ ଏହା ବିଦିତ କରିବାକୁ ଇଚ୍ଛା କରୁଛୁ ଯେ ଏହି ନଗରୀ ପୁନଃସ୍ଥାପିତ ହୋଇ ତାହାର ପ୍ରାଚୀର କାର୍ଯ୍ୟ ସମ୍ପୂର୍ଣ୍ଣ କରାଗଲେ ୟୁଫ୍ରେଟିସ୍ ନଦୀର ଅପର ପାର୍ଶ୍ୱସ୍ଥ ଅଞ୍ଚଳ ଉପରେ ତୁମର କୌଣସି ଅଧିକାର ରହିବ ନାହିଁ। ତହୁଁ ରାଜା ଉତ୍ତରରେ ପଠାଇଲେ, ସେନାପତି ରେହୁମ, ଅଭିଲେଖକ ସିମେସାଇ ଓ ସାମାରିଆ ତଥା ୟୁଫ୍ରେଟିସ୍ ନଦୀର ଅପର ପାର୍ଶ୍ୱସ୍ଥ ଅଞ୍ଚଳବାସୀ ସେମାନଙ୍କର ସହଚରମାନଙ୍କୁ ମୁଁ ଶୁଭେଚ୍ଛା କାମନା କରେ। ତୁମ୍ଭମାନଙ୍କ ଦ୍ୱାରା ପ୍ରେରିତ ପତ୍ର ମୋ ସମ୍ମୁଖରେ ପଠିତ ହେଲା। ମୁଁ ତାହା ସ୍ପଷ୍ଟ ଭାବରେ ଶୁଣିଅଛି। ମୋର ଆଦେଶ ମୁତାବକ ଅନୁସନ୍ଧାନ କରିବା ବେଳେ ଏହି ନଗରୀ ପୁରାତନ କାଳରୁ ରାଜଦ୍ରୋହ କରି ଉଠିଥିବା ଓ ତନ୍ମଧ୍ୟରେ ବିଦ୍ରୋହ ତଥା ଷଡ଼ଯନ୍ତ୍ର ରଚନା କରାଯାଇଥିବା ବିଷୟ ସ୍ପଷ୍ଟ ହୋଇ ରହିଲା। ୟୁଫ୍ରେଟିସ୍ ନଦୀର ଅପର ପାର୍ଶ୍ୱସ୍ଥ ସମସ୍ତ ଅଞ୍ଚଳ ଉପରେ ରାଜୁତି କରିଥିବା ରାଜାମାନେ ଜେରୁସାଲେମରେ ଅବସ୍ଥାନ କରିଥିଲେ। ସେମାନେ ଭେଟି କର ତଥା ଶୁଳକ ବସାଇଥିଲେ। ସୁତରାଂ ମୋର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେହି ନଗରୀ ପୁନର୍ନିର୍ମିତ ନ ହେବା ପାଇଁ ସେହି ଲୋକମାନଙ୍କୁ ସେମାନଙ୍କ କାର୍ଯ୍ୟରୁ ନିବୃତ୍ତ ହେବାକୁ ଆଦେଶ ଦିଅ। ତୁମେମାନେ ଏହି କାର୍ଯ୍ୟ ସମ୍ବନ୍ଧରେ ଅସାବଧାନ ନ ହେବା ପାଇଁ ମନୋଯୋଗୀ ହୁଅ। ରାଜାଙ୍କର ଅଧିକାର ବିଷୟରେ କ୍ଷତିକାରକ କିଛି କାର୍ଯ୍ୟ ଘଟାଇବାକୁ କାହିଁକି ଅବସର ଦେବ? ରାଜା ଆର୍ତ୍ତସେର୍ସଙ୍କ ପତ୍ରର ପ୍ରତିଲିପକୁ ରେହୁମ, ଅଭିଲେଖ ସିମସାଇ ଓ ସେମାନଙ୍କର ସହଚରମାନଙ୍କ ସମ୍ମୁଖରେ ପଠିତ ହେଲା। ସେମାନେ ସହସା ଜେରୁସାଲେମରେ ଯିହୁଦୀମାନଙ୍କ ନିକଟକୁ ଯାଇ ଅଧିକାର ତଥା ବଳ ପ୍ରୟୋଗ ପୂର୍ବକ ସେମାନଙ୍କୁ ସେମାନଙ୍କ କାର୍ଯ୍ୟରୁ ନିବୃତ୍ତ କରାଇଲେ। ଏହିପରି ଜେରୁସାଲେମସ୍ଥ ପ୍ରଭୁଙ୍କ ଆଳୟର ନିର୍ମାଣ କାର୍ଯ୍ୟ ସ୍ଥଗିତ ହେଲା। ପାରସ୍ୟର ରାଜା ଦାରିୟେସଙ୍କ ରାଜତ୍ୱର ଦ୍ୱିତୀୟ ବର୍ଷ ପର୍ଯ୍ୟନ୍ତ ତାହା ସ୍ଥଗିତ ହୋଇ ରହିଲା। ଏଜ୍ରା ଅଧ୍ୟାୟ 5। ଦେବାଳୟ ନିର୍ମାଣର ପୁନରାରମ୍ଭ। ସେ ସମୟରେ ପ୍ରବକ୍ତା ହାଗାଇ ଓ ଇଦର ପୁତ୍ର ସେଖାରିଆ ଇସ୍ରାଏଲର ଈଶ୍ୱରଙ୍କ ନାମରେ ଜୁଦା ତଥା ଜେରୁସାଲେମବାସୀ ଯିହୁଦୀମାନଙ୍କ ମଧ୍ୟରେ ପ୍ରବଚନ ଦେବାକୁ ଆରମ୍ଭ କଲେ। ତହୁଁ ସେୟାଲଥିଏଲଙ୍କ ପୁତ୍ର ସେରୁବାବେଲ ଓ ଜେସାଦଙ୍କ ପୁତ୍ର ଯୋଶୁଆ ଜେରୁସାଲେମ ସ୍ଥଗିତ ଈଶ୍ୱରଙ୍କ ଆଳୟର ନିର୍ମାଣ ପୁନରାରମ୍ଭ କଲେ। ଈଶ୍ୱରଙ୍କ ପ୍ରବକ୍ତାମାନେ ସେମାନଙ୍କୁ ସାହାଯ୍ୟ କଲେ। ସେହି ଦିନମାନଙ୍କରେ ୟୁଫ୍ରେଟିସ୍ ନଦୀର ଅପର ପାର୍ଶ୍ୱସ୍ଥ ଅଞ୍ଚଳର ଦେଶାଧିପତି ତାତନାଇ, ସେତାର, ବାସନାଇ ଓ ସେମାନଙ୍କର ସହଚରମାନେ ଆସି ସେମାନଙ୍କୁ ପଚାରିଲେ, ଏହି ଆଳୟ ନିର୍ମାଣର ଓ ଏହି ପ୍ରାଚୀର କାର୍ଯ୍ୟକୁ ଶେଷ କରିବା ପାଇଁ ତୁମ୍ଭ
ତୁମ୍ଭମାନଙ୍କୁ କିଏ ବା ଆଦେଶ ଦେଇଅଛି? ସେମାନେ ପୁଣି ପଚାରିଲେ, ଏହି ଆଳୟର ନିର୍ମାଣକାରୀମାନଙ୍କ ନାମ ଆମକୁ କୁହ। କିନ୍ତୁ ସେମାନଙ୍କର ଈଶ୍ୱରଙ୍କର ଯିହୁଦୀମାନଙ୍କର ବୈଜ୍ୟେଷ୍ଠମାନଙ୍କ ପ୍ରତି ଦୃଷ୍ଟି ଦେଲେ। ସୁତରାଂ ଦାରିୟସଙ୍କୁ ଏହି ବୃତ୍ତାନ୍ତ ଅବଗତ କରାଇ ତାଙ୍କଠାରୁ ଏହି କାର୍ଯ୍ୟ ସମ୍ବନ୍ଧରେ ପତ୍ର ଦ୍ୱାରା ପ୍ରତ୍ୟୁତ୍ତର ପାଇବା ପର୍ଯ୍ୟନ୍ତ ସେମାନେ ସେମାନଙ୍କୁ ସ୍ଥଗିତ କଲେ ନାହିଁ। ୟୁଫ୍ରେଟିସ୍ ନଦୀର ଅପର ପାର୍ଶ୍ୱସ୍ଥ ଅଞ୍ଚଳର ଦେଶାଧିପତି ତାର୍ତ୍ତନାଇ, ସେତାର ବାସନାଇ ଓ ସେ ସ୍ଥାନରେ ଅବସ୍ଥିତ ସେମାନଙ୍କର ସହଚର ଅଧିପତିମାନେ ରାଜା ଦାରିୟସଙ୍କ ନିକଟକୁ ଗୋଟିଏ ପତ୍ର ପଠାଇଲେ। ସେମାନଙ୍କ ଦ୍ୱାରା ପ୍ରେରିତ ପତ୍ର ଏହିପରି ରଚିତ ଥିଲା। ରାଜା ଦାରିୟସଙ୍କୁ ଆମେ ଶାନ୍ତି କାମନା କରୁଅଛୁ। ରାଜାଙ୍କୁ ଆମେ ଅବଗତ କରାଉଛୁ ଯେ ଯୁଦା ଅଞ୍ଚଳରେ ସ୍ଥିତ ମହୋନ୍ନତ ଈଶ୍ୱରଙ୍କ ଆଳୟ ସ୍ଥାନକୁ ଆମେ ପାଇଯାଇଥିଲୁ। ସେମାନେ ବିଶାଳ ପଥର ବ୍ୟବହାର କରି ତାହା ନିର୍ମାଣ କରୁଛନ୍ତି। ପ୍ରାଚୀର ଉପରେ ଅରା କାଷ୍ଠ ସ୍ଥାପିତ ହୋଇସାରିଛି। ସେମାନେ ଉତ୍କୃଷ୍ଟତାରେ ସହ ପରିଶ୍ରମ କରୁଛନ୍ତି। ଫଳରେ ଦିନକୁ ଦିନ ନିର୍ମାଣ କାର୍ଯ୍ୟ ଅଭିବୃଦ୍ଧି ହୋଇ ଆସୁଛି। ଆମେ ସେମାନଙ୍କ ବୈଜ୍ୟେଷ୍ଠମାନଙ୍କୁ ପଚାରିଲୁ, କିଏ ଆଳୟର ନିର୍ମାଣ ତଥା ପ୍ରାଚୀରର କାର୍ଯ୍ୟ ଶେଷ କରିବା ପାଇଁ କିଏ ତୁମ୍ଭମାନଙ୍କୁ ଆଦେଶ ଦେଇଛି? ଆମେ ସେମାନଙ୍କର ନେତାମାନଙ୍କ ନାମ ତୁମକୁ ଲେଖି ଜଣାଇବା ସକାଶେ ସେମାନଙ୍କୁ ପଚାରିଲୁ। ସେମାନେ ଆମକୁ ଏହି ଉତ୍ତର ଦେଲେ, ଆମେ ଆକାଶମଣ୍ଡଳ ତଥା ଧରାଧାମର ଈଶ୍ୱରଙ୍କର ସେବକ। ବହୁ ବର୍ଷ ପୂର୍ବରୁ ଇସ୍ରାଏଲର ଜଣେ ମହାନ ରାଜା ନିର୍ମାଣ କରି ସମାପ୍ତ କରିଥିବା ଆଳୟକୁ ଆମେ ପୁନର୍ନିର୍ମାଣ କରୁଅଛୁ। ଆମର ପିତୃପୁରୁଷଗଣ ସ୍ୱର୍ଗତ ଈଶ୍ୱରଙ୍କୁ କୁପିତ କରାଇଥିବା ଯୋଗୁଁ ସେମାନଙ୍କୁ ବାବିଲନର ରାଜା କାଲଦୀୟ ନେବୁକଦନେଜରଙ୍କ ହସ୍ତରେ ସମର୍ପଣ କଲେ। ସେ ଏହି ଦେବାଳୟକୁ ବିନଷ୍ଟ କଲା ପରେ ସେମାନଙ୍କୁ ବନ୍ଦୀ କରି ବାବିଲନକୁ ନେଇଗଲେ। କିନ୍ତୁ ବାବିଲନର ରାଜା ସାଇରସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ରାଜା ସାଇରସ ଏହି ଦେବାଳୟର ପୁନର୍ନିର୍ମାଣ ପାଇଁ ଏକ ନିର୍ଦ୍ଦେଶନା ନାମକ ଘୋଷଣା କଲେ। ଜେରୁସାଲେମସ୍ଥ ଦେବାଳୟକୁ ଘେନିଯାଇ ବାବିଲନ ସ୍ଥିତ ନିଜ ମନ୍ଦିରରେ ନେବୁକଦନେଜରଙ୍କ ଦ୍ୱାରା ସଞ୍ଚିତ ହୋଇଥିବା ସ୍ୱର୍ଣ୍ଣ ତଥା ରୌପ୍ୟ ପାତ୍ରଗୁଡ଼ିକୁ ରାଜା ସାଇରସ ନେଇ ଯାହାଙ୍କୁ ସେ ଦେଶାଧିପତି ରୂପେ ନିୟୋଜିତ କରିଥିଲେ ସେହି ଶେଷବାସରଙ୍କ ହସ୍ତରେ ସମର୍ପଣ କଲେ। ଏହାପରେ ସାଇରସ ତାଙ୍କୁ କହିଲେ, ଏହି ପାତ୍ରଗୁଡ଼ିକୁ ସଙ୍ଗରେ ଘେନିଯାଇ ଜେରୁସାଲେମସ୍ଥ ଦେବାଳୟରେ ସ୍ଥାପନ କର ଓ ସେହି ଦେବାଳୟକୁ ସ୍ୱସ୍ଥାନରେ ପୁନର୍ନିର୍ମାଣ କର। ସୁତରାଂ ଏହି ଶେଷବାସର ଜେରୁସାଲେମକୁ ଯାତ୍ରା କରି ସେଠାରେ ଈଶ୍ୱରଙ୍କ ଆଳୟର ଭିତ୍ତିମୂଳ ସ୍ଥାପନ କଲେ। ସେହି ଦିନଠାରୁ ଅତ୍ୟାବଧି ଏହି ଦେବାଳୟର ନିର୍ମାଣ କାର୍ଯ୍ୟ ଅଭିବୃଦ୍ଧି ପ୍ରାପ୍ତ ହୋଇ ଆସୁଛି। ତଥାପି ତାହା ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ। ସୁତରାଂ ରାଜାଙ୍କୁ ଯଦି ଏହା ଉତ୍ତମ ମନେ ହୁଏ, ତେବେ ଜେରୁସାଲେମର ଈଶ୍ୱରଙ୍କ ଆଳୟର ନିର୍ମାଣ ପାଇଁ ରାଜା ସାଇରସ କୌଣସି ଆଦେଶ ଦେଇଥିଲେ କି ନାହିଁ, ଏହା ବାବିଲନସ୍ଥର ରାଜକୀୟ ଅଭିଲେଖାଗାର ମଧ୍ୟରେ ଅନୁସନ୍ଧାନ କରାଯାଉ। ତତ୍ପରେ ରାଜା ଏହି କାର୍ଯ୍ୟ ସମ୍ବନ୍ଧରେ ଆମକୁ ତାଙ୍କର ଅଭୀଷ୍ଟ ଜଣାଇ ଦିଅନ୍ତି।